ওং মাতে ব্যথা মাচ বিমূঢ় ভাব দৃষ্টা রূপম ঘোরমি দ্রুমমেদম ব্যপেতভিপ্রীতমনা পুনস্ত্বং তদেব মে রূপমিদং প্রপশ্যম। ମୋର ଏହିପରି ବିକରାଳ ରୂପ ଦେଖି ତୁମେ ବ୍ୟାକୁଳ ହେବା ଉଚିତ ନୁହେଁ ଓ ମୂଢ଼ ଭାବ ଧରିବା ମଧ୍ୟ ଉଚିତ ନୁହେଁ। ତୁମେ ନିର୍ଭୀକ ଓ ପ୍ରସନ୍ନଚିତ ହୋଇ ମୋର ସେଇ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଭୁଜ ରୂପ ପୁନର୍ବାର ଦେଖ। ମୋର ଏହି ବିକରାଳ ରୂପ ଦେଖି ତମେ ବ୍ୟାକୁଳ ଓ ମୂଢ଼ ଭାବ ଧରିବା ଉଚିତ ନୁହେଁ ବୋଲି କହିବାର ଅଭିପ୍ରାୟ କଣ? ଏହି କଥନ ଦ୍ୱାରା ଭଗବାନ କହୁଛନ୍ତି ମୁଁ ପ୍ରସନ୍ନ ହୋଇ ତୁମକୁ ଏହି ଯେଉଁ ପରମ ଦୁର୍ଲଭ ବିରାଟ ସ୍ୱରୂପ ଦର୍ଶନ କରାଇଲେ ଏହା ଦ୍ୱାରା ତୁମ ଅନ୍ତରରେ ବ୍ୟାକୁଳତା ଓ ମୂଢ଼ ଭାବ ଆସିବା କଦାପି ଉଚିତ ନଥିଲା। ତଥାପି ଯଦି ଏହା ଦେଖି ତୁମର ବ୍ୟଥା ତଥା ମୋହ ହେଉଛି ଏବଂ ତୁମେ ଚାହୁଁଛ ଯେ ମୁଁ ଏବେ ଏହି ସ୍ୱରୂପ ସମ୍ବରଣ କରି ନିଏ, ତେବେ ତୁମ ଇଚ୍ଛା ଅନୁସାରେ ତୁମକୁ ସୁଖୀ କରାଇବାକୁ ବର୍ତ୍ତମାନ ମୁଁ ଏହି ରୂପ ତୁମ ଆଗରୁ ସମ୍ବରଣ କରି ନେଇଛି। ତୁମେ ମୋହିତ ହୁଅ ନାହିଁ କି ଭୟରେ ବ୍ୟଥିତ ହୁଅ ନାହିଁ। ତୋମ ସହିତ ବ୍ୟାପେତ ଭି ଓ ପ୍ରୀତମନାହା ବିଶେଷଣ ଦେବାର ଅଭିପ୍ରାୟ କଣ? ତୋମ ସହିତ ବ୍ୟପେତ ଭି ଓ ପ୍ରୀତମନାହା ବିଶେଷଣ ଦେଇ ଭଗବାନ କହିଲେ ଯେଉଁ ରୂପ ଦେଖି ତମେ ଭୟଭୀତ ଓ ବ୍ୟାକୁଳ ହେଉଥିଲ ତାହା ସମ୍ବରଣ କରି ବର୍ତ୍ତମାନ ମୁଁ ତୁମର ଇଚ୍ଛିତ ଚତୁର୍ଭୁଜ ରୂପରେ ପ୍ରକଟ ହେଉଛି। ଅତଏବ ତୁମେ ନିର୍ଭୟ ଓ ପ୍ରସନ୍ନ ମନା ହୋଇଯାଅ। ରୂପମ ସହିତ ତତ୍ ଓ ଇଦମ ବିଶେଷଣ ଦେବାର ଅଭିପ୍ରାୟ କଣ ତଥା ପୁନଃ ପଦ ପ୍ରୟୋଗ କରି ସେହି ରୂପ ଦେଖ ବୋଲି କହିବାର ଭାବ କଣ? ତତ୍ ଓ ଇଦମ ବିଶେଷଣ ଦେଇ ଭଗବାନ କହୁଛନ୍ତି ଯେଉଁ ଚତୁର୍ଭୁଜ ଦେବ ରୂପର ଦର୍ଶନ ମୁଁ ତୁମକୁ ପୂର୍ବେ କରାଇଥିଲି ଏବଂ ଯାହାର ଦର୍ଶନ ପାଇଁ ତୁମେ ପ୍ରାର୍ଥନା କରୁଛ ବର୍ତ୍ତମାନ ତୁମେ ସେହି ରୂପ ଦେଖ। ହେଇଟି ଦେଖ, ସେହି ରୂପ ତୁମ ଆଗରେ ରହିଛି, ଅର୍ଥାତ୍ ବର୍ତ୍ତମାନ ତୁମ ସମ୍ମୁଖରୁ ସେହି ବିଶ୍ୱରୂପ ତିରୋହିତ ହୋଇଗଲା ଏବଂ ତା ସ୍ଥାନରେ ଚତୁର୍ଭୁଜ ରୂପ ପ୍ରକଟ ହୋଇଛି। ଅତଏବ ବର୍ତ୍ତମାନ ତୁମେ ନିର୍ଭୟ ହୋଇ ପ୍ରସନ୍ନ ମନରେ ମୋର ଏହି ଚତୁର୍ଭୁଜ ରୂପ ଦର୍ଶନ କର। ପୁନଃ ପଦ ପ୍ରୟୋଗରୁ ଏଠାରେ ପ୍ରତୀତ ହେଉଛି କି ଭଗବାନ ଅର୍ଜୁନ ନିଜ ଚତୁର୍ଭୁଜ ରୂପ ପ୍ରଥମେ ବି ଦର୍ଶନ କରାଇଥିଲେ। 45 ଓ 46 ଶ୍ଲୋକରେ କରାଯାଇଥିବା ଅର୍ଜୁନଙ୍କ ପ୍ରାର୍ଥନାରେ ତତ୍ ଏବଂ ଓ ତେନ ଏବ ପଦମାନଙ୍କ ପ୍ରୟୋଗରୁ ମଧ୍ୟ ଏହି ଭାବ ସ୍ପଷ୍ଟ ହୋଇଯାଇଛି। ଏପରି ଭାବରେ ଚତୁର୍ଭୁଜ ରୂପ ଦର୍ଶନ କରିବା ପାଇଁ ଅର୍ଜୁନ ଆଜ୍ଞା ଦେଇ ଭଗବାନ କଣ କଲେ ନା ବର୍ତ୍ତମାନ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ତାହା କହୁଛନ୍ତି। ଓଂ ନମୋ ଭଗବତେ ବାସୁଦେବାୟ ଓଂ ଶ୍ରୀ ପରମାତ୍ମନେ ନମଃ। ସଞ୍ଜୟ ଉବାଚ ଓଂ ଇତ୍ୟର୍ଜୁନଂ ବାସୁଦେବ ସ୍ତୁତ୍ୱା ଶୋକଂ ରୂପଂ ଦର୍ଶୟାମାସ ଭୂୟଃ ଆଶ୍ୱାସୟାମାସ च भीतमेनं भूत्वा पुनः सौम्य बभूर्महात्मा। ସଞ୍ଜୟ କହିଲେ
ବାସୁଦେବ ଭଗବାନ ଅର୍ଜୁନଙ୍କୁ ଏପରି କହି ପୁନର୍ବାର ନିଜର ସେଇ ଚତୁର୍ଭୁଜ ରୂପ ଦେଖାଇଲେ ତ ତଦନ୍ତର ମହାତ୍ମା ଶ୍ରୀକୃଷ୍ଣ ସୌମ୍ୟ ମୂର୍ତ୍ତି ହୋଇ ଭୟଭୀତ ହୋଇଥିବା ଅର୍ଜୁନଙ୍କୁ ଆଶ୍ୱାସନା ଦେଲେ। ବାସୁଦେବ ପଦର ଅଭିପ୍ରାୟ କଣ? ଭଗବାନ ଶ୍ରୀକୃଷ୍ଣ ବାସୁଦେବଙ୍କର ପୁତ୍ର ରୂପେ ପ୍ରକଟ ହୋଇଛନ୍ତି ଏବଂ ଆତ୍ମ ରୂପରେ ସମସ୍ତଙ୍କ ମଧ୍ୟରେ ନିବାସ କରନ୍ତି। ଏଣୁ ତାଙ୍କ ନାମ ବାସୁଦେବ। ରୂପମ ସହିତ ସ୍ୱକମ୍ ବିଶେଷଣ ଦେବାର ଏବଂ ଦର୍ଶୟାମାସ କ୍ରିୟା ପ୍ରୟୋଗର ଅଭିପ୍ରାୟ କଣ? ସ୍ୱକମ୍ ରୂପମର ଅର୍ଥ ହେଉଛି ନିଜର ସ୍ୱରୂପ। ଏପରି ଦେଖି ବସିଲେ ତ ବିଶ୍ୱରୂପ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ହିଁ ରୂପ ଓ ତାହା ମଧ୍ୟ ତାଙ୍କର ସ୍ୱକୀୟ ତଥା ଭଗବାନ ଯେଉଁ ମନୁଷ୍ୟ ରୂପରେ ସମସ୍ତଙ୍କ ଆଗରେ ପ୍ରକଟ ହୋଇଥିଲେ ସେଇ ଶ୍ରୀକୃଷ୍ଣ ରୂପ ମଧ୍ୟ ତାଙ୍କର ସ୍ୱୀକାର ହିଁ ଅଟେ। କିନ୍ତୁ ଯେଉଁଠି ରୂପମ ସହିତ ସ୍ୱକମ୍ ବିଶେଷଣ ଦିଆଯାଇଛି ସେଠାରେ ଭକ୍ତ ଦୁଇଟି ଠାରୁ ଭିନ୍ନ କୌଣସି ଏକ ତୃତୀୟ ରୂପକୁ ହିଁ ଲକ୍ଷ୍ୟ କରାଯିବା ଉଚିତ। କାରଣ ବିଶ୍ୱରୂପ ତ ଅର୍ଜୁନଙ୍କ ସମ୍ମୁଖରେ ହିଁ ଥିଲା ଏବଂ ତାହା ଦେଖି ସେ ତ ଭୟଭୀତ ହୋଇଥିଲେ। ଅତଏବ ତାହା ଦେଖାଇବା କଥା ଏଠାରେ କଳ୍ପନା ବି କରାଯାଇ ନପାରେ। ପୁଣି ମନୁଷ୍ୟ ରୂପ ପାଇଁ ଏହା କହିବା ଅନାବଶ୍ୟକ ଯେ ଭଗବାନ ସେହି ରୂପ ଦେଖାଇଲେ। କାରଣ ବିଶ୍ୱରୂପ ସମ୍ବରଣ କରିବା ପରେ ଯେଉଁ ସ୍ୱାଭାବିକ ମନୁଷ୍ୟ ଅବତାର ରୂପ ରହନ୍ତା ତାହା ତ ଅର୍ଜୁନଙ୍କ ଆଗରେ ପୂର୍ବବତ୍ ରହିଥିଲା। ତାହା ଦେଖାଇବା କଥା ତ ଉଠୁନାହିଁ। ତାହାକୁ ତ ଅର୍ଜୁନ ସ୍ୱୟଂ ଦେଖୁଛନ୍ତି। ଅତଏବ ଏଠାରେ ସ୍ୱକମ୍ ବିଶେଷଣ ଓ ଦର୍ଶୟାମାସ କ୍ରିୟା ପ୍ରୟୋଗ ଦ୍ୱାରା ଏହି ଭାବ ପ୍ରତୀତ ହେଉଛି ଯେ ନର ଲୀଳା ପାଇଁ ପ୍ରକଟ କରାଯାଇଥିବା ଏବଂ ସମସ୍ତଙ୍କ ଆଗରେ ରହୁଥିବା ମନୁଷ୍ୟ ରୂପ ଠାରୁ ଏବଂ ନିଜର ଯୋଗ ଶକ୍ତି ଦ୍ୱାରା ପ୍ରକଟ କରି ଦେଖାଉଥିବା ବିଶ୍ୱରୂପ ଠାରୁ ଭିନ୍ନ ନିତ୍ୟ ବୈକୁଣ୍ଠ ଧାମରେ ନିବାସ କରୁଥିବା ଭଗବାନଙ୍କର ନିଜର ଯେଉଁ ଦିବ୍ୟ ଚତୁର୍ଭୁଜ ରୂପ ରହିଛି ତାହା ଦେଖାଇବା ପାଇଁ ହିଁ ଅର୍ଜୁନ ପ୍ରାର୍ଥନା କରିଥିଲେ ଏବଂ ଭଗବାନ ତାଙ୍କୁ ସେହି ରୂପ ଦେଖାଇଲେ। ମହାତ୍ମା ପଦର ଅଭିପ୍ରାୟ କଣ ଏବଂ ସୌମ୍ୟ ବପୁଃ ହୋଇ ଭୟଭୀତ ଅର୍ଜୁନଙ୍କୁ ଧୈର୍ଯ୍ୟ ଦେଲେ କଥାର ଅଭିପ୍ରାୟ କଣ? ଯାହାଙ୍କର ଆତ୍ମା ଅର୍ଥାତ୍ ସ୍ୱରୂପ ମହାନ ତାହାଙ୍କୁ ମହାତ୍ମା କହନ୍ତି। ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କର ଆତ୍ମରୂପ ତେଣୁ ସେ ମହାତ୍ମା। କହିବାର ଅଭିପ୍ରାୟ ଏହି ଯେ ଅର୍ଜୁନଙ୍କୁ ନିଜର ଚତୁର୍ଭୁଜ ରୂପ ଦର୍ଶନ କରାଇବା ପରେ ମହାତ୍ମା ଶ୍ରୀକୃଷ୍ଣ ସୌମ୍ୟ ବପୁ ହୋଇ ଅର୍ଥାତ୍ ପରମ ଶାନ୍ତ ଶ୍ୟାମ ସୁନ୍ଦର ମନୁଷ୍ୟ ରୂପ ହୋଇ ଭୟରେ ବ୍ୟାକୁଳ ହୋଇଥିବା ଅର୍ଜୁନଙ୍କୁ ଧୈର୍ଯ୍ୟ ଦେଲେ। ଏପରି ଭାବରେ ଭଗବାନ ଶ୍ରୀକୃଷ୍ଣ ନିଜର ବିଶ୍ୱରୂପ ସମ୍ବରଣ କରି ଚତୁର୍ଭୁଜ ରୂପରେ ଦର୍ଶନ ଦେବା ପରେ ଯେତେବେଳେ ସ୍ୱାଭାବିକ ମନୁଷ୍ୟ ରୂପ ହୋଇ ଅର୍ଜୁନଙ୍କୁ ଆଶ୍ୱାସନା ଦେଲେ ସେତେବେଳେ ଅର୍ଜୁନ ସାବଧାନ ହୋଇ କହିବାକୁ ଲାଗିଲେ ଓଂ ନମଃ